କହିଥିଲା ଟ୍ରମ୍ପ ଇଲେକ୍ସନ ଯୋଉ ଚାଲିଛି ଷ୍ଟପ୍ ଇଟ୍ ୱାର ୱିଡ୍ର ଆଜି କହିଛି ଟ୍ରମ୍ପ ପାକିସ୍ତାନ ଇଣ୍ଡିଆ ଯୁଦ୍ଧ ମୁଁ ବନ୍ଦ କରିଛି। ଆଜି ଦେଖ ହେଡଲାଇନ୍ ୱାର୍ଲଡ ଯାକ ନ୍ୟୁଜ ଗୋଟା ଲୋକ ଡକାୟତଟେ ଗୋଟେ ମର୍ଡରଟେ ଗୋଟେ ଟେରରଟେ ଗୋଟେ ଅନ୍ୟ ଦେଶର ରାଷ୍ଟ୍ରପତି ତା ସ୍ତ୍ରୀକି ଆଣିକି ଜେଲରେ ପୁରେଇ ନିଜେ ରାଷ୍ଟ୍ରପତି ଘୋଷଣା ଚାରିଆଡେ ଆଟାକ ଚାରିଆଡେ ଟାକ୍ସ ଏ ନରେନ୍ଦ୍ର ମୋଦି ତା ଗୋଡ ତଳେ ପଡିଛି ଲଜ୍ଜା ଲାଗୁନି। ଯଦି ରାହୁଲ ଗାନ୍ଧୀ ଖଗଡେ ଅଜୟ କୁମାର ବା ଆମର ଭକ୍ତ ଦାସ ନିରଞ୍ଜନ ପଟ୍ଟନାୟକ ଶ୍ରୀକାନ୍ତ ଜେନା ଏ ଯୋଉମାନେ ବିଶିଷ୍ଟ ଅଛନ୍ତି ଜୟଦେବ ଜେନା ପ୍ରସାଦ ହରିଚନ୍ଦନ ଏମାନେ ବସିକିରି ଆଲୋଚନା କରିବେ କାରଣ ଆମର ସଂଖ୍ୟା ମାତ୍ର 14 ସେଥିରେ ପରେ ମୋର କାହିଁ ସନ୍ଦେହ ଗୋଟେ ଜୋଡା ଉପରେ ଅଛି। ଆମେ ପ୍ରାକ୍ଟିକାଲ ଲୋକ ମୁଁ ପିଓର କଂଗ୍ରେସ ଲୋକ ଡୁପ୍ଲିକେଟ ଜାତକରେ ନାହିଁ ଯିଏ ମୋ ନାଁରେ ଗପ ଖାତିର ନାହିଁ। ଆଲୋଚନା ଉପର ଲେବୁଲରେ କରିବେ ନବୀନ ବାବୁ ସେ ଏକାଠି କରିବେ ତାହେଲେ ଭଲ ହବ ଆଉ ନହେଲେ ନବୀନ ବାବୁ କୁତୁଳୁ କୁତୁଳୁ ଆମେ ଧୁତୁଳୁ ଧୁତୁଳୁ। ସେଇପା କହୁଛି ମୁଁ ସେଇ କହୁଛି ଉପର ଲେବୁଲ ଯଦି ଡିସାଇଡ କରିବେ ସେ 2 ଜଣ ବି ଆସିବେ। 2 ଜଣଙ୍କ ସନ୍ଦେହ ଅଛି ନାଇଁ ସନ୍ଦେହ ଅଛି ଆସିବେ କାହିଁକି ନା ମୁକିମଟା ସେତେ ଡେଞ୍ଜରିୟସ ଲୋକ ନୁହଁ ବିଶ୍ୱାସଘାତକ ଲୋକ ନୁହଁ ଅଭିମାନରେ ତଳି ପଡିଛି। ଏଇ ଭାଇମାନେ ନିରଞ୍ଜନ ପଟ୍ଟନାୟକ ଭକ୍ତ ଦାସ ଏକାଦିନ ଏମାନେ ବସିକି ଆଲୋଚନା କରି ସମାଧାନ ହେଇଯିବ ମୁଁ ଭାବୁଛି। କଣ ଏବେ ଯାଇକି ନେଉଟେବେ କୁଆଡେ ଏ ପାଗଲ ହେଲ କିଏ କୁଆଡେ ଗଲେ ଯାଇଥିଲେ ହରେକୃଷ୍ଣ ମହତାବ ମୋ ଗୁରୁ ଜନକରେ କୁଆଡେ ବିଜୁ ପଟ୍ଟନାୟକ ଯାଇଥିଲେ କୁଆଡେ ଆରେ କମିଂ କଂଗ୍ରେସ ରାହୁଲ ଗାନ୍ଧୀ ନେତୃତ୍ୱରେ ଇଣ୍ଡିଆରେ ଏଠି ବି ହବ କଂଗ୍ରେସ ସେ ସବୁ ତ ଏକାଠି ହେବେ କିନ୍ତୁ ଯଦି ହବ କିଛି କଂଗ୍ରେସ କରିବ। ଆଉ ଇଏ ଯୋଉ ଭଳିଆ ଭାରତ ବର୍ଷକୁ ନେଇକି ଆଜି କଣ କହିଛି ୟା ଆଗରୁ କହିଥିଲା ଟ୍ରମ୍ପ ଇଲେକ୍ସନ ଯୋଉ ଚାଲିଛି ଷ୍ଟପ୍ ଇଟ୍ ୱାର ୱିଡ୍ର ଆଜି କହିଛି ଟ୍ରମ୍ପ ପାକିସ୍ତାନ ଇଣ୍ଡିଆ ଯୁଦ୍ଧ ମୁଁ ବନ୍ଦ କରିଛି। ଆଜି ଦେଖ ହେଡଲାଇନ୍ ୱାର୍ଲଡ ଯାକ ନ୍ୟୁଜ ଗୋଟା ଲୋକ ଡକାୟତଟେ ଗୋଟେ ମର୍ଡରଟେ ଗୋଟେ ଟେରରଟେ ଗୋଟେ ଅନ୍ୟ ଦେଶର ରାଷ୍ଟ୍ରପତି ତା ସ୍ତ୍ରୀକି ଆଣିକି ଜେଲରେ ପୁରେଇ ନିଜେ ରାଷ୍ଟ୍ରପତି ଘୋଷଣା ଚାରିଆଡେ ଆଟାକ ଚାରିଆଡେ ଟାକ୍ସ ଏ ନରେନ୍ଦ୍ର ମୋଦି ତା ଗୋଡ ତଳେ ପଡିଛି ଲଜ୍ଜା ଲାଗୁନି। ଟାକ୍ସ ପରେ ଟାକ୍ସ ବଢି ଚାଲିଛି ଏ ଦେଶ ହେଇ ଅଛି ତେଣୁକରି କଂଗ୍ରେସ କମିଂ ୱେଟ୍ କାଲି ମନ୍ତ୍ରୀ କହିଛନ୍ତି ମହିଳା ମାନେ ବସ୍ ଚଲେଇବେ ନଥିଲା ଭକ୍ତି ନଥିଲା ତେଣୁକରି ସେ ଯାହା ନାରୀ ମାନଙ୍କୁ ପୁରୁଷ ସ୍ଥିତିରେ ସମାନ କରିବା ପାଇଁ ଦି ଶକ୍ତି ସମାନ ପୁରୁଷ ଆଉ ମାନେ ନାରୀ ସମାନ କରିବା ପାଇଁ ଚେଷ୍ଟା କରିଛି ତାକୁ ଧନ୍ୟବାଦ ଖୁବ ଭଲ କଥା। ଆମେ ପୁରୁଷ ମଡେଇ ଦେଲେ କହୁଛେ ଜମ ତାକୁ ମଡେଇ ଦେବେ କୋଉଠି ମାରିଦେବେ କାହାକୁ ଜମା ଆଣି କହିବା ଭଲ ହବ। ମୋ ବଡ ଭାଇ ଆସିଛନ୍ତି ବଢିଆ ଲୋକ ମତେ ଦେଖିଲେ ପେଟ ପୁରିଯାଏ। ଆଏ ଶୁଣ ଲିଙ୍ଗରାଜ ହରେକୃଷ୍ଣ ମହତାବ ଜାନକୀ ପଟ୍ଟନାୟକ ଆମକୁ ଚିରଦିନ ଷ୍ଟେବୁଲ କରିଦେଇ ଯାଇଛନ୍ତି। ଆମେ ଧନୀ ଲୋକ ନୁହଁ ଆମେ ସ୍ୱାଭିମାନୀ ଲୋକ ଆଉ ଚଳିଆ ବ୍ୟବସ୍ଥା ବି କରିଦେଇଛି। ମୁଁ ଟଙ୍କା 20,000 ବାଣ୍ଟୁଛି ମୁଁ କଣ ଟଙ୍କା ତଳୁ କାଢୁଛି ସେଇ ମହତାବ ଜାନକୀ ପଟ୍ଟନାୟକ ଯୋଡିଏ ଜାଗା ଦେଇଛନ୍ତି ଘର ଭଡା ସେତିକି ମୁଁ ଖେଳକୁ 5,000 ସେ 6 ଦେବିନି କାରଣ ନିରଞ୍ଜନ ପଟ୍ଟନାୟକ ହିମାଳୟ ସେ ହାତ ମାରିଦେଲେ ଚଳିବ ମୁଁ କୋଉଠି ହିମାଳୟ ଆଜି 6 ଦେବି ଫେର ଆର ବର୍ଷକୁ 10 ଦେବାକୁ ପଡିବ ସେତିକି ଗୋଟିଏ ଫିକ୍ସ ଛୋଟିଆ ଲୋକଟିଏ ଆଉ ଠାକୁର ମୋ ଶରୀରଟାକୁ ବୁଲଉଛନ୍ତି ସେତିକି ଦରକାର ରେଡି ମାରି ଚାଲ ନେଇକି ବର୍ତ୍ତମାନ ଏଗୁଡା ଛୋଟିଆ କଥା।